प्रभु जीशु ख्रीष्टଙ୍କ नामରେ ସମସ୍ତଙ୍କୁ ନମସ୍କାର ନିହାତି ନମସ୍କାର ଗ୍ରହଣ କରିବେ ପ୍ରଭୁ ଯୀଶୁଙ୍କ ନାମରେ। ଆପଣଙ୍କୁ ମୁଁ ପିକ୍ଚର ଦେଖାଉ ନାହିଁ, ମୁଁ ବି ଦେଖୁଛି, ଆପଣମାନେ ବି ଦେଖୁଛନ୍ତି। ଯାହା କହିବି ଅନୁଭୂତିରୁ ସତ୍ୟ କଥା କହିବି। ଆପଣ ଯେଉଁ ଚୌକି ଦେଖୁଛନ୍ତି ଏ କୌଣସି ସାଧାରଣ ଚୌକି ନୁହେଁ। ଆପଣମାନେ ଫିଜିକାଲି ଯାହା ଅନୁଭବ କରୁଛନ୍ତି ମୁଁ ସେଇ କଥା କହୁନାହିଁ। ମୋର ଦର୍ଶକଗଣ, ଆପଣମାନେ ନିହାତି ବୁଝିପାରୁଛନ୍ତି ଯେ ଏହି ଚୌକି କେତେବେଳେ ଆବଶ୍ୟକ ପଡ଼ୁଛି, କେଉଁ ସମୟରେ ଆବଶ୍ୟକ ପଡ଼ୁଛି, ନିହାତି ଜାଣି ରଖିବା ଦରକାର। ଅଳ୍ପ ସମୟ ଭିତରେ ଆମମାନେ ଆଲୋଚନା କରିବା ଯେ ବର୍ତ୍ତମାନ ଚାଲୁଛି ଡିସେମ୍ବର ମାସ। ଲୋକେ ପ୍ରସ୍ତୁତ ହେଉଛନ୍ତି ବଡ଼ଦିନ ପାଳିବା ପାଇଁ, ନୂଆ ବର୍ଷ ପାଳିବା ପାଇଁ। କିନ୍ତୁ ସେଥି ଭିତରେ ମଧ୍ୟ ଗୋଟିଏ ଅଶ୍ଳୀ ଜିନିଷ ସମସ୍ତଙ୍କ ଭିତରେ ବସା ବାନ୍ଧିଛି। ପ୍ରାୟତଃ କହିବାକୁ ଗଲେ ତାହା ହେଉଛି ପଦବୀର କଥା ଭିତ୍ରି କଥାବାର୍ତ୍ତା ହେଉଛନ୍ତି। ଯେଉଁମାନେ ପ୍ରତିବର୍ଷ ପଦବୀ ପୋଜିସନ୍ ଏଇ ଚୌକିରେ ବସିବାକୁ ଚାହାନ୍ତି। କାହିଁକି ଏ ଚୌକିରେ ବସିବେ? ସେମାନେ କ'ଣ ପାଇଁ ବସିବେ? କାରଣ ଏଇଥିପାଇଁ ବସିବେ ଯେ ଚର୍ଚ୍ଚରେ ସେମାନେ ଏକ ପଦବୀ ପାଇବେ। ସେ ପଦବୀ ପାଇଁ ସେମାନଙ୍କର ଛକା ପଞ୍ଜା ଚାଲିଛି। ଏହା ଗୋଟିଏ ଦିନର କଥା ନୁହେଁ। ପ୍ରତିବର୍ଷ ଏହି ସିଜନ୍, ଏହି ଶୀତ ଋତୁ ଆସିଲେ, ଏହି ଡିସେମ୍ବର ମାସ ଆସିଲେ ପ୍ରତି ଅଞ୍ଚଳରେ ଯେଉଁ ଯେଉଁ ଜାଗାରେ ମଣ୍ଡଳୀ ରହିଛି ସମସ୍ତଙ୍କ ଭିତରେ ଛନକା ପଶିଯାଏ। ସେମାନଙ୍କର ହାର୍ଟ ବିଟ୍ର ମାତ୍ରା ସଂଖ୍ୟା ବଢ଼ିଯାଏ, ଯାହାକି ଆଉ 72 ସେକେଣ୍ଡ ହେବା ବଦଳରେ 100 ସେକେଣ୍ଡ ସେମାନଙ୍କର ହୃଦସ୍ପନ୍ଦନ ଯାହା ସ୍ପନ୍ଦିତ ହୋଇଥାଏ। କ'ଣ ପାଇଁ? ଦେଖନ୍ତୁ, ଏଇଥିରେ ସେମାନେ ଆସନ ଗ୍ରହଣ କରିବେ, ସେ ଚୌକିରେ ବସିବେ। ବିଶ୍ୱାସୀମାନେ ତାଙ୍କୁ ଦେଖିବେ, ସେମାନଙ୍କର ଆଉ ପରିଚାଳନା, ସେମାନଙ୍କର ବାକ୍ୟ ଶୁଣିବେ। ଆଉ ସେମାନେ ଯାହା କଲେ ବି ହେଲା। କେବଳ ମୁଁ ସେମାନଙ୍କ କଥା କହୁଛି ଯେଉଁମାନେ ଯାହାକି ଟେମ୍ପରେରିଲି ପୋଜିସନ୍ ପାଆନ୍ତି। ମୋର ପ୍ରିୟ ଦର୍ଶକମାନେ, ଯେ ବର୍ତ୍ତମାନ ସେଇ ଜିନିଷ ଚାଲିଛି ମଣ୍ଡଳୀର କେତେକ ବିଶ୍ୱାସୀମାନଙ୍କ ଭିତରେ। ହେଲେ ଏଇ ଜିନିଷ ପାଇବାକୁ ହେଲେ ଆପଣଙ୍କୁ କେତେକ ଟେକ୍ନିକ୍ ଆପ୍ଲାଏ କରିବାକୁ ପଡ଼େ। ସେମାନେ ସେ ଟେକ୍ନିକ୍ ପ୍ରାୟତଃ ଜାଣିଥାନ୍ତି। ପ୍ରଥମ କଥା ମୁଁ କହି ରଖିବି, ସେମାନେ ସାଙ୍ଗସାଥି ମେଳ ତିଆରି କରନ୍ତି। ସେମାନେ ଚା ଖଟି କୌଣସି ଛକ ଜାଗାରେ ବସି ଆଲୋଚନା କରନ୍ତି। ସେମାନେ ପଦବୀର ଆଶା ରଖି କୌଣସି ଲୋକଙ୍କ ସିକ୍ରେଟ୍ ଫୋନ୍ରେ ବି କଥା ହୁଅନ୍ତି। କାରଣ ସେମାନେ ଯେମିତି ବି ଏ ବର୍ଷ ପଦବୀକୁ ଆସିବାକୁ ହେବ। ଆଉ ଯେଉଁମାନେ ମନୋନୟନରେ ଯାଆନ୍ତି ସେମାନେ ବି ଏହା ମନେ ରଖନ୍ତି ଯେ ମୁଁ ଯଦି ତାଙ୍କୁ ଏ ବର୍ଷ ଆଣେ, ସେ ମୋତେ ନେକ୍ସଟ ବର୍ଷ ଆଣିବ। ଏମିତି ହିଁ ଚାଲିଥାଏ, ଏମିତି ହିଁ। ଏଠି କ'ଣ ଆତ୍ମିକତା ବୋଲିବା ଜିନିଷ ଉଭାନ। ଆଉ ଏଠି ଆତ୍ମିକତା ହିଁ ନାହିଁ। ଏଠି କେବଳ ପ୍ରଭୁ ଅଛନ୍ତି ବୋଲି ଆମେ ବିଶ୍ୱାସ କରୁଛୁ। ହେଲେ ପ୍ରଭୁ କ'ଣ ସତରେ ଅଛନ୍ତି? ଏ ପଲିଟିକ୍ସ କ୍ଷେତ୍ରରେ ଯେଉଁମାନେ, ଆପଣମାନେ ଦେଖନ୍ତୁ, ମୁଁ ଯାହା ଅନୁଭୂତିରୁ ସତ୍ୟ କଥା କହୁଛି, ଯେଉଁମାନେ ବାହାରେ ML MP ରାଜନୀତିଜ୍ଞ ଭାବେ କାର୍ଯ୍ୟ କରୁଥାନ୍ତି, ପ୍ରାୟତଃ ଏହି ଚର୍ଚ୍ଚ ଭିତରେ ସେମାନେ ହିଁ ପଦବୀକୁ ଆପଣାର କରିବା ପାଇଁ ଯଥେଷ୍ଟ ପ୍ରୟାସ ଜାରି ରଖିଥାନ୍ତି। ତାହେଲେ ପ୍ରଭୁ କ'ଣ ସେମିତି ଲୋକଙ୍କ କଥା ସେମାନଙ୍କୁ ପ୍ରଭୁ କ'ଣ ବାଛନ୍ତି କି? ନାହିଁ। ପ୍ରଭୁ ସେମାନଙ୍କୁ ବାଛି ଆଣନ୍ତି ନାହିଁ। ସେମାନେ କୂଟ କପଟ ପ୍ରୟୋଗ କରି ସେମାନେ ବାଛି ହେଇଯାଆନ୍ତି। ଯେଉଁମାନେ ମନୋନୟନକୁ ଯିବେ, ଏଠାରେ କୌଣସି ଇଲେକ୍ସନ୍ ହୁଏ ନାହିଁ, ଏଠାରେ ସେଲେକ୍ସନ୍ ହୁଏ। କେବଳ 3 ଜଣ ବ୍ୟକ୍ତି ଚୁଜ୍ କରିଦେଲେ କାମ ସରିଲା। ବାସ୍, ଯଦି ସେମାନେ ଏ ବର୍ଷ ତାଙ୍କୁ ଆଣିଥିବେ ତ ନେକ୍ସଟ ବର୍ଷ ତାଙ୍କୁ ସେମାନେ ଆଣିବେ। ଏମିତି ହିଁ ଚାଲିଥାଏ। ତ ଏଥିରେ କ'ଣ ଆତ୍ମିକତା ଦୃଶ୍ୟମାନ ହେଉଛି କି? କଦାପି ନୁହେଁ। ଏଠି ଯେଉଁମାନେ ପୋଜିସନ୍କୁ ଯାଉଛନ୍ତି କେବଳ ପୋଜିସନ୍ ପାଇଯିବେ, କିନ୍ତୁ କେବେ ବି ଠିକ୍ସେ ଚର୍ଚ୍ଚରେ ସେମାନେ ନଥିବେ। ଏହା ଅନୁଭୂତିର ସତ୍ୟ କଥା। ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି, ଯେଉଁମାନେ ଅନୁଭୂତି ମଣ୍ଡଳୀକୁ ସେବାରେ ଯୋଗ ଦିଅନ୍ତୁ ବିଶ୍ୱାସୀ ଭାବରେ, ସାଧାରଣ ବିଶ୍ୱାସୀ ଭାବରେ, ସେମାନେ ନିହାତି ଦେଖୁଥିବେ ଯେ ଏକ ମଣ୍ଡଳୀ କଥା ମୁଁ କହିବି, ସେ ନାଁ କହିବି ନାହିଁ, ସେଠାରେ ପ୍ରତିଦିନ 365 ଡେଜ୍ କହିଲେ ଅତ୍ୟୁକ୍ତି ହେବ ନାହିଁ, ଉପାସନା ହୁଏ। କିନ୍ତୁ ଉପାସନାର ଚେୟାର ଖାଲି ପଡ଼େ। କେବଳ ପାଳକ
ପ୍ରାୟତଃ ଆବଶ୍ୟକ ହେଲେ ଡିକନ୍ ଥାନ୍ତି, ଡିକନ୍ ବି ପ୍ରାୟତଃ ଆବସେଣ୍ଟ ରୁହନ୍ତି। ସେଠି କେବଳ ପାଳକ ପେଶୀ ହେଇଯାଆନ୍ତି, ହେଲେ କର୍ମକର୍ତ୍ତା କେତେବେଳେ ଉପସ୍ଥିତ ହୁଅନ୍ତି ସେଠି? ଯେତେବେଳେ ଭୋଜି ଭାତର ଆସରା ସରେ, ନଭେମ୍ବର ମାସରେ ସମିତିର ସଭା ଚାଲେ, ସେମାନେ ପହଞ୍ଚି ଯାଆନ୍ତି ଯେ 4 ବେଳା ଖାଇବାକୁ ମିଳିବ, 2 ଦିନ ସଭା ଜଳଖିଆ ମିଳିବ। ଏହା କ'ଣ ପ୍ରଭୁଙ୍କର ସେବା? ମୁଁ ଏହାକୁ ମାନୁନାହିଁ, କାରଣ ପ୍ରଭୁ ଏହାକୁ ପସନ୍ଦ କରନ୍ତି ନାହିଁ। ମୋର ପ୍ରିୟ ଦର୍ଶକମାନେ, ଆମମାନେ କାହିଁକି ଏହି ଚର୍ଚ୍ଚ ଭିତରେ ଆତ୍ମିକ କ୍ଷେତ୍ରରେ ଏପରି କୂଟନୀତି ପ୍ରୟୋଗ କରୁଛୁ? ଏହାକୁ ପଲିଟିକ୍ସ କହିବା ବି ଭୁଲ ହେବ। ଏହାକୁ ପଲିଟିକ୍ସ କୁହାଯାଏ ନାହିଁ, କାରଣ ପଲିଟିକ୍ସ ଦ୍ୱାରା ଲୋକଙ୍କର ଉପକାର ହୁଏ, ରାସ୍ତା କାମ ତିଆରି ହୁଏ, ଲୋକେ ଅନ୍ୟାନ୍ୟ ସୁବିଧା ପାଆନ୍ତି। କିନ୍ତୁ ଏଠି ପଲିଟିକ୍ସ ହୁଏ ନାହିଁ, ନିଜର ସ୍ୱାର୍ଥ ପରିପୂରଣ ପାଇଁ କାର୍ଯ୍ୟ କରାଯାଏ। ଏ ହେଉଛି ସେହି କ୍ଷେତ୍ର। ଆପଣମାନେ ଦେଖୁଛନ୍ତି ଯେ ହୋଲି ବାଇବେଲକୁ ଏକ ମଜାକ ବନେଇ ଦେଇଛନ୍ତି। କାରଣ ଯିଏ ବି ମଣ୍ଡଳୀରେ ପୋଜିସନ୍ ପାଉଛି ସେ ବାକ୍ୟ ବି କହିବ, ତା'ର ଜ୍ଞାନ ଥାଉ କିମ୍ବା ନଥାଉ, ପୋଜିସନ୍କୁ ଆସିଲା ପରେ ତାଙ୍କୁ ଟାଇମ୍ ଟେବୁଲରେ ରଖାଯାଏ, ସେ ବାକ୍ୟ କହିବ। ହୋଲି ବାଇବେଲ ପ୍ରଥମେ ଆମମାନେ ହୋଲି ବାଇବେଲର HOLYBIBLE ର ଅର୍ଥ ପ୍ରଥମେ ଆବ୍ରେଭିଏସନ୍ ବାହାର କରୁ। ମୋର ପ୍ରିୟ ଦର୍ଶକ, ଆମେ ପ୍ରଥମେ ପବିତ୍ର ହେବାକୁ ହେବ, ତାପରେ ଆମମାନେ ହୋଲି ବାକ୍ୟ କହିବାକୁ ହେବ, ସେ ପବିତ୍ର ବାକ୍ୟ। ହେଲେ ପୋଜିସନ୍ ଲାଳସାରେ ଯିଏ ବି ବେଦୀକୁ ଯାଉଛି, ସେତେବେଳେ ସତ କଥା ପ୍ରଭୁ ଯୀଶୁ ସମସ୍ତଙ୍କୁ ସୁଯୋଗ ଦେଲେ, ସେ ବିଚ୍ଛେଦ ବସ୍ତ୍ର 2 ଫାଳ ହେଲା, ସତ କଥା। ହେଲେ ତା ବୋଲିକି ଆମମାନେ ତାହାକୁ ଅପବ୍ୟବହାର କରୁଛୁ। ସେ ପଥର ହେଇଥିବା ବେଦୀ ବି ହେଇଥାଉ, ସେ ଗୋବର ଲିପା ବେଦୀ ବି ହେଇଥାଉ, ସେଠି ପ୍ରଭୁ ବିଦ୍ୟମାନ, ଏହା ବି ଭୁଲି ଯାଉଛୁ। ମୋର ପ୍ରିୟ ଦର୍ଶକଗଣ, ଆମମାନେ ଯେଉଁମାନେ ରାଜନୀତିରେ ପାଦ ଦେଉଛୁ, ସେଇମାନେ ହିଁ ମଣ୍ଡଳୀରେ ମଧ୍ୟ ରାଜନୀତିର ଖେଳ ଖେଳୁଛୁ। ତାହା ରାଜନୀତିର ଖେଳ ବୋଲି ଭାବୁଛନ୍ତି, କିନ୍ତୁ ତାହାକୁ ଅନ୍ୟ ଅର୍ଥରେ ପ୍ରକାଶ କଲେ ନିଜ ସ୍ୱାର୍ଥ ହାସଲ ପାଇଁ ଏକ କପଟପଣ। ମୋର ପ୍ରିୟ ଦର୍ଶକମାନେ, ତ ବାଇବେଲ ଏକ ଖାମଖିଆଲ ଜିନିଷ ନୁହେଁ, ଚର୍ଚ୍ଚ ଲିଡର୍ସ ହେବା ଏକ ଖାମଖିଆଲି ଜିନିଷ ନୁହେଁ। ଚର୍ଚ୍ଚ ଲିଡର୍ସ ପାଖରେ ଆମମାନଙ୍କ ଭିତରେ ଯେଉଁମାନେ ବିଶ୍ୱାସୀମାନଙ୍କୁ ନେଇ ଖେଳ ଖେଳନ୍ତି, ନିରୀହ ବିଶ୍ୱାସୀମାନଙ୍କୁ ନେଇ ସେମାନେ ଭଲ କରୁନାହାନ୍ତି, କାରଣ ନିଜେ ପୋଜିସନ୍ ପାଇବା ପାଇଁ ସେମାନେ କେବଳ ପରଚର୍ଚ୍ଚା ମୋତେ ଆଣିବ ହେଁ, କଲ୍ରେ କହିବେ, ଛକ ଜାଗାରେ ତାଙ୍କୁ ଭେଟି କହିବେ, ମନୋନୟନକୁ ଗଲେ କହିବେ, ମୁଁ ତୁମକୁ ଆଣିବି, ତୁମେ ମୋତେ ନେକ୍ସଟ ଜିନିଷ ବା ନେକ୍ସଟ ଇୟର୍ ଆଣିବ, ମୋ ପିଲାଙ୍କୁ ଆଣିବ, ମୋ ବୋହୂଙ୍କୁ ଆଣିବ, ମୋ ସ୍ୱାମୀକୁ ଆସିଲେ ମୋ ସ୍ୱାମୀ ମୋତେ ଆଣିବ। ଏମିତି ସବୁ ଚାଲିଥାଏ। ଦେଖନ୍ତୁ, ତ ଆମେ ବୁଝି ରଖିବା ଦରକାର କେଉଁମାନଙ୍କୁ ଚର୍ଚ୍ଚ ଲିଡର ହେବାକୁ ପଡ଼ିବ। ମୁଁ ବାଇବେଲର କୌଣସି କୋଟେସନ୍ କହିବାକୁ, ରେଫରେନ୍ସ ଦେବାକୁ ବି ଚାହୁଁନି। ଆପଣମାନେ ବାଇବେଲର ପ୍ରତିଟି ବିଷୟ ଜାଣନ୍ତି, ଯେଉଁମାନେ ପୁରାତନ ଖ୍ରୀଷ୍ଟିଆନ। ମୋର ପ୍ରିୟ ଦର୍ଶକମାନେ, ଏନ୍ ଏଫେକ୍ଟିଭ ଲିଡର ଏହି କର୍ତ୍ତବ୍ୟ ହେବା ଦରକାର। ଏନ୍ ଏକ୍ଜାମ୍ପଲ୍ ହୁ ରିଫ୍ଲେକ୍ଟସ୍ ଜିଜସ୍। ଆମମାନଙ୍କ ପାଖରେ ସେ ଯୀଶୁଙ୍କ ଆଦର୍ଶ ଅଛି କି, ତାହାକି ଆମ ମଧ୍ୟ ଦେଇ ଅନ୍ୟମାନଙ୍କ ଆଗରେ ରିଫ୍ଲେକ୍ଟ ହେଉଛି, ପ୍ରକାଶିତ ହେଉଛି। ଏ ଗାଇଡ୍ ହୁ ପଏଣ୍ଟସ୍ ପିପୁଲ୍ ଟୁ ଦ ଲ ଆଜ୍ ଦେ ସୋସ୍। ଆମମାନେ କ'ଣ ଯେ ଈଶ୍ୱରଙ୍କ ସେ ବାକ୍ୟକୁ ଅନ୍ୟ ଆଗରେ ଏକ ସାଥୀ ପରି ଗ୍ରହଣ କରି ପରିଚାଳିତ ହେଉଛୁ। ଏ ସେର୍ଭାଣ୍ଟ ୱିଥ୍ ଏ ହାର୍ଟ ଅଫ୍ ହ୍ୟୁମିଲିଟି, ଯେ ଆଉ ହୃଦୟ ସହକାରେ ଆମମାନେ କ'ଣ କରିବା ଦରକାର, ତା ଆମମାନେ ଜାଣି ରଖୁ। ଏ ସାଫାସ୍ ହୁ କ୍ୟାର୍ସ ଏବାଉଟ୍ ପିପୁଲ୍ସ ୱେଲଫେୟାର। ସର୍ବଦା ଜଣେ ଲିଡର ଲୋକଙ୍କ ବିଶ୍ୱାସୀର ମଙ୍ଗଳ ଚାହେଁ, କିନ୍ତୁ ବେଳେବେଳେ ମଣ୍ଡଳୀରେ ଯେଉଁମାନେ ପୋଜିସନ୍କୁ ଆସନ୍ତି, ସେମାନଙ୍କ ପାଖରେ ଅହଙ୍କାର, ଗର୍ବ ବି ବଢ଼ିଯାଉଛି। ଏହା ପ୍ରାକ୍ଟିକାଲି ମୁଁ ଅନୁଭବ କରିଛି। ବିରକ୍ତିର କାରଣ ବିଶ୍ୱାସୀମାନଙ୍କ ମଧ୍ୟରେ ଜନ୍ମ ହେଉଛି। ହେଲେ ବିଶ୍ୱାସୀମାନେ ସରଳ ହେବାରୁ, ପ୍ରଭୁଙ୍କୁ ଭୟ କରୁଥିବା ସକାଶୁ ସେମାନେ ମଣ୍ଡଳୀରେ ମୁଖ ଖୋଲି କହିବାକୁ ବି ଇଚ୍ଛା କରନ୍ତି ନାହିଁ, କାରଣ ସେ କରୁଛି, ପ୍ରଭୁ ଦେଖୁଛନ୍ତି, ପ୍ରଭୁ ବିଚାର କରିବେ। ଏହି ଚିନ୍ତାରେ ସମସ୍ତେ ଚୁପ୍ ରହନ୍ତି। ସେ ଚୁପ୍ର ଫାଇଦା ଉଠେ ନିଜର ଗର୍ବ, ନିଜର ଅହଙ୍କାର ଅନେକ ପ୍ରଦର୍ଶନ କରନ୍ତି। ପ୍ରଭୁ ଚାହୁଁନାହାନ୍ତି ଆପଣମାନେ ଯଦି ପୋଜିସନ୍ ବି ପାଇଗଲେ ବଳ ପ୍ରୟୋଗ କରି, କପଟପଣ କରି, ତ ବି ସେଠି ମଧ୍ୟ ଖେଳ ଖେଳୁଛନ୍ତି। ନିଜ ଭାଇ ପ୍ରାର୍ଥନା କରିବେ, ନିଜ ଦାଦା ପ୍ରାର୍ଥନା କରିବେ, ନିଜ ମାଉସୀ ପ୍ରାର୍ଥନା କରିବେ, ସ୍ତ୍ରୀ ପ୍ରାର୍ଥନା କରିବେ, ମୋ ସାଙ୍ଗ ପ୍ରାର୍ଥନା କରିବେ, ତ
ତ ଏହା ଲୋକଙ୍କୁ ବିରକ୍ତି ଜନ୍ମାଉଛି, ଆତ୍ମିକତାରୁ ଦୂରକୁ ନେଇଯାଉଛି। ଆପଣମାନେ ଯେଉଁ ପୋଜିସନକୁ ଆସିଲେ ତାହା ଠିକ୍ ନୁହଁ, କାରଣ ଆପଣଙ୍କ ପାଇଁ ତାହା ନଥିଲା। ଆପଣ ସେମିତି ଖେଳ ଖେଳିବେ ବୋଲି ପ୍ରଭୁ ସେଥିରେ ଆଣିବାକୁ ଇଚ୍ଛା କରୁନଥିଲେ। କିନ୍ତୁ କପଟପଣ କାହାର କାର୍ଯ୍ୟ? ଶୈତାନର କାର୍ଯ୍ୟ। ଅହଙ୍କାର ଭାବ ଶୈତାନର ଭାବ। ସେଦିନ ଲୁସିଫରକୁ ତଳକୁ କ'ଣ ପାଇଁ ଫିଙ୍ଗା ଯାଇଥିଲା? ପାତାଳକୁ କ'ଣ ପାଇଁ ଫିଙ୍ଗାଗଲା? କାରଣ ମୁଁ ବି ଈଶ୍ୱରଙ୍କ ପରି ମୁଁ ପ୍ରଶଂସା କରୁଛି, ମୁଁ ବି ପ୍ରଶଂସା ପାଇବା ପାଇଁ ଯୋଗ୍ୟ। ମୁଁ ସେ ଜାଗାରେ ଠିଆ ହୋଇଛି, ମୁଁ ଯାହା କଲେ ହେଲା ଭୁଲ। ତେଣୁ ଈଶ୍ୱର ତାଙ୍କୁ କ'ଣ କଲେ ଆପଣ ସବୁ ବାଇବେଲରୁ ହିଁ ଜାଣନ୍ତି। ମୋର ପ୍ରିୟ ଦର୍ଶକମାନେ, ଚର୍ଚ୍ଚ ଲିଡରସିପ୍ ରୋଲ୍ସ ଆଣ୍ଡ କ୍ୱାଲିଫିକେସନର ଆବଶ୍ୟକ ଅଛି। ବାସ୍ତବିକ ଆମମାନେ ଯାହାକୁ ବି ତାହାକୁ ବି ସେଥିରେ ବସାଇବା ଉଚିତ ନୁହେଁ। ଆପଣମାନେ ନିହାତି ଦେଖୁଛନ୍ତି ସେ କେମିତି ହେବା ଦରକାର। ଜଣେ ପ୍ରାଚୀନ ଭାବରେ ଏବଭ୍ ରିପ୍ରୋଚ୍ ହେବା ଦରକାର, ସବର ମାଇଣ୍ଡେଡ୍ ହେବା ଦରକାର, ସେଲ୍ଫ କଣ୍ଟ୍ରୋଲ ହେବା ଦରକାର, ହସ୍ପିଟାବେଲ୍ ଆତିଥ୍ୟ ସତ୍କାରପଣ ଥିବା ଦରକାର। ଆମମାନେ ତ କାହାକୁ ବା ସାଧାରଣ ପ୍ରଚାରକୁ ଆସିଲେ ବି ଆତିଥ୍ୟ କରୁନା। ଆମମାନେ ସେଲ୍ଫ କଣ୍ଟ୍ରୋଲ ନୁହେଁ, ବେଦୀରେ ମଧ୍ୟ 15 ଥର ଉଠିଥାଉ, ଶୋଇଥାଉ, ଯେ ସେଥିରେ ଘୁଙ୍ଗୁଡ଼ି ମାରି ବି ଶୋଉଛୁ ଆମମାନଙ୍କ ଭିତରେ। ଏବଲ୍ ଟୁ ଟିଚ୍, ଆମମାନେ ଅନ୍ୟକୁ ଉତ୍ତମ ଶିକ୍ଷା ଦେବାରେ ସକ୍ଷମ ଦରକାର। ନଟ୍ ଭାଇଲେଣ୍ଟ, ଆମମାନେ ସେଠି ଯଦି ଭାଇଲେଣ୍ଟ ହେବା, ଆମମାନେ କ୍ରୁର ଗର୍ଜନ କରିବା, ଚିଲେଇବା, ତ ତାହା ମଧ୍ୟ ଠିକ୍ ନୁହେଁ। ନଟ୍ କ୍ୱାରେଲସମ୍, ଆମମାନେ ବିଶୃଙ୍ଖଳିତ ହେବା ନାହିଁ। ନଟ୍ ଏ ନ୍ୟୁ କନଭର୍ଟ ଥ୍ରୋ ୱାଲ୍ ଅଫ୍ ବାଇ ଆଉଟସାଇଡର୍ସ। ନିହାତି ବୁଝିଲେ ତ ଡିକନର କର୍ତ୍ତବ୍ୟ ବି ନଟ୍ ଡବଲ୍ ଟଙ୍ଗସ୍ ମାନେ ଡିକନର ମୁଖ୍ୟ ଭୂମିକା ସେ ଦ୍ୱିଭାଷୀ ହେବା ଦରକାର ନାହିଁ। ଜଗତର ଭାଷା ବି କହୁଥିବ, ଆତ୍ମିକ ଭାଷା ବି କହୁଥିବ, ସେ ଡିକନ ପାଇଁ ଯୋଗ୍ୟ ନୁହେଁ। ହୋଲ୍ଡ ଟୁ ଦ ମାଷ୍ଟରି ଅଫ୍ ଦ ଫେଥ୍, ଯେ ଈଶ୍ୱରଙ୍କର ସେ ବିଶ୍ୱସ୍ତତା ରହସ୍ୟକୁ ଧରି ରଖିବା ଦରକାର। ଜଣେ ଡିକନ୍ ଟେଷ୍ଟେଡ୍ ଫାଷ୍ଟ ପ୍ରୁଭ୍ ଟୁ ବ୍ଲେମଲେସ୍, ନିଜକୁ ନିଜେ ପ୍ରମାଣିତ କରିବା ଦରକାର। ସେ ବ୍ଲେମଲେସ୍ ହେବାକୁ ପଡ଼ିବ, ସେ ନିର୍ଦ୍ଦୋଷୀ ହେବାକୁ ପଡ଼ିବ ଜଣେ ଡିକନ୍ ହେବା ପାଇଁ ହେଲେ। ୱାନ୍ ୱାଇଫ୍, ତାଙ୍କର ଗୋଟିଏ ସ୍ତ୍ରୀ, ଜଣେ ଏଲ୍ଡର ହେଉ କିମ୍ବା ଡିକନ୍ସ ହେଉ, ତାଙ୍କର ଗୋଟିଏ ସ୍ତ୍ରୀ ଥିବା ଦରକାର। ରେସ୍ପେକ୍ଟେବଲ୍ ଡିଗ୍ନିଫାଇଡ୍ ହେବା ଦରକାର। ସିଏ ନଟ୍ ଏ ଡ୍ରାଙ୍କର୍ଡ, ନଟ୍ ଆଡ଼ିକ୍ଟେଡ୍ ଟୁ ୱାଇନ୍, ସେ ମଦ ପିଉଥିବ, ଏଲ୍ଡର୍ସ କିମ୍ବା ଡିକନ୍ ହେଇଥିବ। ଏହା ଚାଲିଛି ମଣ୍ଡଳୀରେ ମଦ ପିଇବା ଲୋକଙ୍କୁ ହିଁ କିମ୍ବା ନିଶା ସେବନ କରୁଥିବା ଲୋକ। କାରଣ ମୁଁ କହୁଥିଲି ଯେ ନିଜ ଲୋକମାନଙ୍କୁ ବାଛି ବାଛିକି ନିଅନ୍ତି ମଣ୍ଡଳୀରେ ବିଶୃଙ୍ଖଳିତ ହେଉଛି। ଜଣେ ଆତ୍ମିକ ଲୋକ ସେ ସ୍ଥାନକୁ ଯାଇପାରୁନାହିଁ। ନଟ୍ ଏ ଲଭର୍ ଅଫ୍ ମନି, ଯେ ମନି ମାଇଣ୍ଡେଡ୍ ଲୋକ ସେ ହୋଇନଥିବା ଦରକାର। ନଟ୍ ଗ୍ରିଡି, ଲାଳାୟିତ ହୋଇନଥିବା ଦରକାର। କିନ୍ତୁ ଆମମାନେ ମଣ୍ଡଳୀରେ କ'ଣ କରୁଛୁ? ମଣ୍ଡଳୀରେ ଅବଶ୍ୟ କେହି ତ ଟଙ୍କା ହେରଫେର କରୁଛି, କେହି ତ ବିଭିନ୍ନ ବାବଦ କଣ୍ଟ୍ରାକ୍ଟଲି କାମ କରି ତାକୁ ବିଲ୍ ଭାଉଚର କାଟିବାରେ ଟଙ୍କା ହେଫାଜତରେ ନେଇକି ଯେତିକି ଟଙ୍କା କାଟିଲେ ବି ହେଲା, ତାହା ବି ମଣ୍ଡଳୀରେ ଚାଲିଛି। ମ୍ୟାନେଜ୍ ଟୁ ହାଉସ୍ ହୋଲ୍ଡ, ମ୍ୟାନେଜ୍ ଚିଲଡ୍ରେନ୍, ନିଜ ପରିବାରକୁ ଏକ ଉତ୍ତମ ପରିଚାଳନା କରିବା ଦରକାର। ପିଲାମାନଙ୍କୁ ଏହି ବିଷୟ କେନ୍ଦ୍ରୀଭୂତ ହେବା ଦରକାର ଏଲ୍ଡର ଡିକନମାନଙ୍କ ଭିତରେ। ମୁଁ କୌଣସି ବାକ୍ୟ କହୁନାହିଁ, କେବଳ ଜାଣିବା ପାଇଁ ଏହା କହୁଛି। ତେବେ ଯାଇକି ଆମମାନେ ଚର୍ଚ୍ଚରେ ଏକ ଉତ୍ତମ ଲିଡର ହୋଇପାରିବା। ମୋର ପ୍ରିୟ ଦର୍ଶକଗଣ, ତ ୟୁଥମାନଙ୍କୁ, ପିଲାମାନଙ୍କୁ, ସମସ୍ତଙ୍କୁ ଆମମାନେ କ'ଣ କରିବା ଦରକାର? ଯେ ଆମମାନେ ନିଜ ଆପାୟତ ଆତ୍ମିକ ଦିଗରେ ଗତି କରାଇବା ଦରକାର। ଏ ହେଉଛି ସିଲେକ୍ସନ୍, ଇଲେକ୍ସନ୍ ନୁହଁ। ନିଜ ମନ ମୁତାବକ ଆମମାନେ କ'ଣ କରୁଛୁ? ଯେ ମଣ୍ଡଳୀରେ ବାଛି ରଖୁଛୁ। ବାଇବେଲକୁ ଆମେ ଏକ ସାଧାରଣ ପୁସ୍ତକ ବୋଲି ଭାବୁଛୁ, ଯାହାକି ଆମ ପାଇଁ ଏକ ଅଭିଶପ୍ତର। କାରଣ ଯେଉଁମାନେ ମନୋନୟନକୁ ଯାଇ ଖେଳ ଖେଳୁଛନ୍ତି, ସେମାନେ ପ୍ରଭୁଙ୍କ ଦୃଷ୍ଟିରେ ଭୁଲ କରୁଛନ୍ତି, ତାହା ସେମାନେ ପାଶୁରି ଯାଉଛନ୍ତି। ସମୟ ଆସୁଛି ଜାନୁଆରୀରେ ପ୍ରାୟତଃ ନିଜ ଅଞ୍ଚଳରେ ସିଲେକ୍ସନ୍ ହୁଏ, ଯେଉଁଥିରେ ଗେମ୍ ଖେଳାଯାଏ, କପଟପଣ ଖେଳାଯାଏ। ଯେଉଁମାନେ ଅଯୋଗ୍ୟ ସେମାନେ 52 ସପ୍ତାହକୁ 52 ସପ୍ତାହ ବି ଚର୍ଚ୍ଚରେ ରୁହନ୍ତି ନାହିଁ। ମଦ ପିଇ ବାହାରେ ବୁଲୁଥିବେ, ଚର୍ଚ୍ଚକୁ ଆସିଲେ ଭଦ୍ରେଇ ଯିବେ, କପଟପଣ କରୁଥିବେ, ରାଜନୀତିରେ ବୁଲୁଥିବେ, ଚର୍ଚ୍ଚରେ ବି ରାଜନୀତି ପୁରଉଥିବେ। ତ ସେମିତିକା ଦ୍ୱିଭାଷୀ, ଦ୍ୱିମନା ଲୋକମାନଙ୍କୁ ଏଥିରେ ଆକ୍ଚୁଆଲି ସ୍ଥାନ ନ ଦିଆଯିବା ଦରକାର।
मोर प्रिय दर्शकगण यही चौकी ये जो पोजिशन पाए आमने झिका टणाए निजर आत्मिकता हराऊँ आ माने लक्ष्यभ्रष्ट होचु अहंकार गर्व बड़े प्रभु ठार अभिशाप पाऊँ से दिन लुसीफर पाई कौन सी रेफरेन्स मु देई ना केवल सत्य कथा घोषणा करुच्ची निज आखिरे निज अनुभव करुच्ची अन्य को मुझे कहे ना मीडिया माध्यम आपण मैंने जदि शुणुंट यही समस्त दिग प्रति दृष्टि न देवा ही जड़े आत्मिक लोकर कार्य जहाँ मु कहली नेगेटिव विथ पॉजिटिव जिनस कहली निहाती आपण मैंने बुझीपारुंट कौन आत्मिकता कौन अण आत्मिकता दे आध्यात्मिकता ठारू दूर को नहीं जाऊँगी तो मंडली समस्त चली आवश्यक हेले मु नेक्स्ट भिडियो कहबी पालक को मध्य तली तलांत करा जाउची नॉट रेस्पेक्टेबल टू पास्टर्स ए कथा मु निहाती नेक्स्ट भिडियो कहबी आपण माने देखुथांतु प्रभु आपण मानकु समस्त को ए लाइव चैनल माध्यम आशीर्वाद करंतु सब्सक्राइब करंतु नेक्स्ट भिडियो नोटिफिकेशन आपण माने निश्चय पाइबे थैंक यू गॉड ब्लेस ऑल ऑफ यू आमेन।